3000 ଟଙ୍କା ଲାଞ୍ଚ ନେଲାବେଳେ ମାଡ଼ି ବସିଲା ଓଡ଼ିଶା ଭିଜିଲାନ୍ସ କଟକ ଜିଲ୍ଲାର ଜଣେ ବରିଷ୍ଠ ରାଜସ୍ୱ ସହାୟକ ଏସ୍ଆଇ କୁ ଗିରଫ କରିଛି। ଅଭିଯୁକ୍ତ ଜଣକ କଟକ ଜିଲ୍ଲାର ଦାମପଡ଼ା ତହସିଲର ବରିଷ୍ଠ ରାଜସ୍ୱ ସହାୟକ ଏସ୍ଆଇ ପ୍ରସନ୍ନ କୁମାର ରାଉତ ବୋଲି ଜଣାପଡ଼ିଛି। ଓଟିସ ଭିଜିଲାନ୍ସ ଦ୍ୱାରା ରୁଟ୍ ଧରାଯାଇଥିବା ବେଳେ ମ୍ୟୁଟେସନ୍ ମାମଲାରେ ଅର୍ଡରଗୁଡ଼ିକର ସାର୍ଟିଫିକେଟ୍ କପି ପ୍ରଦାନ କରିବା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ 12,500 ଟଙ୍କାର ମୋଟ କିସ୍ତିର ପ୍ରଥମ କିସ୍ତି ଭାବରେ 3,000 ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ଗ୍ରହଣ କରିଥିଲେ। ଅଭିଯୁକ୍ତଙ୍କ ସ୍ୱତନ୍ତ୍ର ସମ୍ପତ୍ତିରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ସଫଳ ଜାଲ ଅନୁସରଣ କରି ଡିଏ କୋଣରୁ ରାଉଟର 2ଟି ସ୍ଥାନରେ ଏକକାଳୀନ ସନ୍ଧାନ ଚାଲିଛି। ଏହି ସମ୍ପର୍କରେ 27/6/2024 7 ପିସି ସଂଶୋଧନ ଅଧିନିୟମ 2018ରେ କଟକ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର 14 ପଞ୍ଜୀକୃତ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଚାଲିଛି। ଅଧିକ ବିବରଣୀ ଅପେକ୍ଷା କରାଯାଇଛି।